ଜାଣିବା କଥା ଆମେ ଟିକେ ଦୃଷ୍ଟିପାତ କରିବା। ଆଜି କ'ଣ ରହିଛି ଶ୍ରୀମନ୍ଦିର ଜାଣିବା କଥାରେ? ଶ୍ରୀମନ୍ଦିର ଜାଣିବା କଥାରେ ତ ବହୁତ ସୁନ୍ଦର ସୁନ୍ଦର କଥା ଆସେ। ଆପଣ ଦେଖୁଛନ୍ତି ଜଗନ୍ନାଥଙ୍କୁ ତନ୍ତ୍ର ପ୍ରୟୋଗ ହୁଏ କି? ହଏ ମହାପ୍ରଭୁ, ଇଏ ପ୍ରଶ୍ନ କାହିଁକି ମୋ ଭକ୍ତଙ୍କ ମନରେ ନାହିଁ, ବେଳେବେଳେ ଆସେ। ଧନ୍ୟ, ଭାବିବା ଲୋକକୁ ଧନ୍ୟ। ଜଗନ୍ନାଥଙ୍କୁ ତନ୍ତ୍ର ପ୍ରୟୋଗ ହୁଏ କି? ଆଜ୍ଞା, ତନ୍ତ୍ର କ'ଣ ପ୍ରୟୋଗ ହବ? ମନ୍ତ୍ର ଯନ୍ତ୍ର ତନ୍ତ୍ରର ଇଷ୍ଟ କିଏ? ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ମନ୍ତ୍ର ତନ୍ତ୍ର ଯନ୍ତ୍ରର ଇଷ୍ଟ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କୁ କ'ଣ ତନ୍ତ୍ର ପ୍ରୟୋଗ କରିବ? ଯଦି କେହି କାହାକୁ, ଦି ଜଣ ଯାକ ହାତ ଟେକିକି, ଯିଏ ଜଣେ କେତେ ଭାବରେ ମହାପ୍ରଭୁଙ୍କ ପାଖରେ, ଆଉ ଏପଟେ ମା ଜଣେ ମଧ୍ୟ ସେ ଏପଟକୁ ଟିକେ ବୁଲି ଯାଉଛନ୍ତି, ସେପଟକୁ ଟିକେ। ଅର୍ଥ ଯୋଉଠି ଗୋଟିଏ କଥା ମନେ ରଖନ୍ତୁ, ଯଦି କେହି କୌଣସି କାରଣବଶତଃ ଆପଣ ଭାବିଲେ ଯେ ଇଏ ମୋତେ ଗୁଣି ଗାରେଡ଼ି ଗୁଡ଼େ କରୁଛି, ମନ ଭିତରେ ଭାବନା, ଆଜିକାଲି ସେସବୁ ନାହିଁ, ତଥାପି ଚାଲନ୍ତୁ, କେହି ଜଣେ କିଛି କରୁଛି, ବାଣ ପେଶୁଛି, ମନ୍ତ୍ର ତନ୍ତ୍ର ଯନ୍ତ୍ର ବହୁତ ଗୁଡ଼ିଏ କ'ଣ କରୁଛି, ସବୁବେଳେ ମନେ ରଖିଥିବେ ତନ୍ତ୍ର ପଦ୍ଧତି ବା ମନ୍ତ୍ର ପଦ୍ଧତି ବା ଯନ୍ତ୍ର, ଏମାନେ ସବୁ ଉପଯୁକ୍ତ ବିନିମୟ ହେବା ଆବଶ୍ୟକ। ତାକୁ ଯଦି ଅପବ୍ୟବହାର କରିବେ ତାହା ଓଲଟା ହେଇଥାଏ। ଥାଳି ଆସିଲା, ଆପଣ ଥାଳିଟିକୁ ସିଧା ରଖିବେ, ଥାଳିଟି ଆମେ ଭୋଜନ କରିବୁ। ଇଏ ଥାଳିର ଯେଉଁ ପାଖରେ ଏଇପଟେ ସବୁ ରହିବ, ଧୁଆ ହେଲା, ଆମେ ତା ଦେହରେ ଦି ପଟକୁ ରହିଛୁ କ'ଣ, ଆମେ ତା ଦେହରେ ମହାପ୍ରଭୁଙ୍କୁ ପରସିକି ଦେବା। ଆମେ ଯଦି ଓଲଟେଇକି ଦେବା, କିଛି ତ ରହିଯିବ, କିନ୍ତୁ ତାହା ବ୍ୟବହାର କଲା ବେଳକୁ କିଛି ଖସିବ, ତାହା ବ୍ୟବହାର କଲା ବେଳକୁ ସେ ତଳକୁ ଖସିବ। ତେଣୁ ସେମିତି ଆମେ ଯଦି ଅପବ୍ୟବହାର କରିବା ଯନ୍ତ୍ର ମନ୍ତ୍ର ତନ୍ତ୍ରର, ତାହେଲେ ତା ଫଳ ଓଲଟା ହେଇଥାଏ। ସିଏ ତ କ'ଣ ଅଲଗା କଥା, ଆମେ ଅନ୍ୟର ଅନିଷ୍ଟ କରି ଅପବ୍ୟବହାର କରିଲେ ଅନ୍ୟର ଅନିଷ୍ଟ ପାଇଁ କେବେ ହେଲେ ମନ୍ତ୍ର ତନ୍ତ୍ର ଯନ୍ତ୍ର ପ୍ରୟୋଗ କରାଯାଏ ନାହିଁ। ମନ୍ତ୍ର ପାଠ କରିବା ଆମେ ନିଜ ମନକୁ ତ୍ରାଣ ପାଇଁ। ଭକ୍ତ ହାତ ଡୁବୁଛନ୍ତି ନାଇଁ କି? ଆଚ୍ଛା, ଆମେ ତନ୍ତ୍ର ପ୍ରୟୋଗ କରିବା। ତନ୍ତ୍ର ପ୍ରୟୋଗ କରିବା କ'ଣ ନା ସମାଜର ମଙ୍ଗଳ କରିବା ପାଇଁ। ତନ୍ତ୍ର ବଳରେ, ମନ୍ତ୍ର ବଳରେ କବି ସୂର୍ଯ୍ୟ ବଳଦେବ ରଥ ପିଲାର କଥାକୁ ରକ୍ଷା କରିବା ପାଇଁ ମାଆଙ୍କୁ ଆବାହନ କରି ମେଘକୁ ବନ୍ଦ କରିଦେଇଥିଲେ କିଛି ସମୟ ପାଇଁ, କେବଳ ପିଲା କଥା ରକ୍ଷା କରିବା ପାଇଁ। ମେଘ ବାହନ ମନ୍ତ୍ର ପଡ଼ିକି ତାକୁ ତନ୍ତ୍ର ବଳରେ ବି କୁହାଯାଏ, ରଖିଦେଇଥିଲେ। କିନ୍ତୁ ଜଗନ୍ନାଥଙ୍କୁ କେହି ପ୍ରୟୋଗ କରିପାରନ୍ତିନି। ପ୍ରଥମ କଥା, ଜଗନ୍ନାଥଙ୍କ ଇଚ୍ଛାରେ ହିଁ ସବୁ ହେଇଥାଏ। ତେଣୁ ଯେଉଁମାନଙ୍କୁ ଲାଗିବ ଯେ ମୋତେ କିଏ ଗୁଣି ଗାରେଡ଼ି କରୁଛି, ମନ୍ତ୍ର ତନ୍ତ୍ର କ'ଣ ଗୁଣି ଗାରେଡ଼ି ପେଶୁଛି, ବହୁତ ମାରଣ ସ୍ତମ୍ଭନ ମୋହନ କିଛି ଏସବୁ କରୁଛି, କେତେବେଳେ ତନ୍ତ୍ର ବିଦ୍ୟାରେ ଅଛି, କିନ୍ତୁ ସେଠି କ'ଣ ହବ ନା, ଥରେ ଯଦି ସେ ଯାହାକୁ ଧରି ନିଅନ୍ତୁ କିଏ ଗୁଣି ଗାରେଡ଼ି କରୁଛି, ସେ ବ୍ୟକ୍ତି ବିଶେଷ ଥରେ ଜଗନ୍ନାଥ ମନ୍ଦିର ଆସି ବୁଲିକି ପଳେଇଲା, ତାହେଲେ ବାଣ ପେଶୁଥିବା ଲୋକକୁ ଆହୁରି ମୂଳରୁ ଆସିଲେ ଦଳେଇ ଗା କହିଲା ଭଳି 5 ବର୍ଷ ଲାଗିବ ପୁଣି ସେଇ ପରିସ୍ଥିତିକି ଆସିବା ପାଇଁ। ସେଇ ପରିସ୍ଥିତି, କାରଣ ଏ କ୍ଷେତ୍ରଟି ଶାକ୍ତ ଶୈବ ବୈଷ୍ଣବ ସମନ୍ୱୟର କ୍ଷେତ୍ର। ଏଠି ସମସ୍ତଙ୍କର ଆଶୀର୍ବାଦ ମିଳିଥାଏ। ତେଣୁ ମହାପ୍ରଭୁ ସବୁ କଳାର କଳା। ସେଥିପାଇଁ ଗୋଟିଏ କଥା ହେଉଛି, ତନ୍ତ୍ରର ଇଷ୍ଟଦେବୀ ହେଉଛନ୍ତି କାଳୀ। ତେଣୁ କେହି କାଳୀଙ୍କ ଆଗରେ ବଳି ଦେଇଥାନ୍ତି, କିନ୍ତୁ ଇଏ ବଳି ପ୍ରଥା ଠିକ୍ ନୁହେଁ। ତେଣୁ ମହାପ୍ରଭୁ ହେଉଛନ୍ତି ନିଜେ କାଳୀଙ୍କ କାଳୀ, ଭୈରବଙ୍କ ଭୈରବ। ତେଣୁ ମହାପ୍ରଭୁ ସର୍ବ କଳାର କଳା, କଳା ଠାକୁର। ତେଣୁ ସବୁ କଳାର ଇଏ ହେଉଛନ୍ତି ଶ୍ରେଷ୍ଠ। ତେଣୁ ସେଥିପାଇଁ ଏମିତି ବି ଗୋଟେ କଥା ଆସିଛି, କୃଷ୍ଣ ହେଇଗଲେ କାଳୀ ମୂରତି, ରାଧା ହେଲେ ସର୍ବସମତ ସତୀ। କୃଷ୍ଣ କାଳୀ ମୂର୍ତ୍ତି ହେଇଥିଲେ। ତେଣୁ ଏସବୁ ଯେଉଁ ମହାପ୍ରଭୁଙ୍କୁ ତନ୍ତ୍ର ପ୍ରୟୋଗ, ଯେଉଁ ପ୍ରଶ୍ନଟି ଆସିଛି ଜଗନ୍ନାଥଙ୍କୁ ତନ୍ତ୍ର ପ୍ରୟୋଗ ହୁଏ କି, ଏହା ମାନେ ପ୍ରଶ୍ନ ହିଁ ଉଠୁନି। ତେଣୁ ଏକଥା ଭାବିବା ହିଁ ଭୁଲ। ଇଏ ଚିନ୍ତାଧାରା ହିଁ ଦୂରେଇ ଦିଅନ୍ତୁ, କାରଣ ସବୁର ମୂଳରେ ସିଏ। ତାଙ୍କୁ ତନ୍ତ୍ର ପ୍ରୟୋଗ କରି କ'ଣ କରିବୁ? ତାଙ୍କୁ ତନ୍ତ୍ର ପ୍ରୟୋଗ, ସିଏ ପରା କହିଲେ, ନାହମ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟ ନଚ ମଦ ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ମୋ ଭକ୍ତ ଯୋଉଠି ମୋତେ ଡାକେ ମୁଁ ସେଇଠି ପହଞ୍ଚିଯାଏ। ମୋ ପାଇଁ ମନ୍ତ୍ର ତନ୍ତ୍ର ତନ୍ତ୍ର କ'ଣ ମନ୍ତ୍ର ପଢ଼ିବି? କ'ଣ ମନ୍ତ୍ର ପଢ଼ିବି? ଆପଣ ଚିନ୍ତା କରୁନାହାନ୍ତି। ସରସ୍ୱତୀ ଯାର ଛାମୁରେ
वीणा यंत्र बजाती केउ मंत्र पढ़ी भोना तो तोते करी स्तुति आ तंत्र कथा कौन तेरे आसतु ये आम आज कथा प्रवाह को सांग करवा एवं महाप्रभुंकर प्रसाद अर्पणर समय है महाप्रभु टिके जलखिया खाइबे तांको टिके जलखिया शांति रे खाइबा को दबा आ सी खाऊे आम गुड़े आड़ू चढ़ू कहूँ मन काले भल न रहा गोटे खाइला बेले गोटे बकर बकर हो शांति खुआई दौनी तेणु ना सी प्रसाद पाइबे आउे आलती हम सुनामधन्या कंठशिल्पी नमिता अग्रवाल भावपूर्ण कंठरे सुंदर सुमधुर सावलील भजन आम श्रवण करवा एवं नीलचक्र पतित पावन को दर्शन करुवा आउे पुणी आसीजा आम भक्त अनुभूति कार्यक्रम ए अधम आपण मान यही किसी समय जिते बड़े पुणी भक्त अनुभूति कार्यक्रम को जाऊँगी से आपको विनम्र निवेदन कर आपण मैंने जय जगन्नाथ टीवी सहित जड़ी रुहतु बहुत किसी कथा आपण मैंने देखा पाँच दुई दुईटी दृश्य देखुं अनेक नीतिकांति बाहर नीतिकांति आपण मैंने श्रवण करुँच तेणु मुख्यतः महाप्रभु मुखमंडल को दर्शन कर अपार आनंद लाभ कर जय जगन्नाथ टीवी रे आमे प्रत्येकटी नीतिकांति जी बाहर नीतिकांति आमे जगन्नाथ केन्द्रिक ही आपण मान पाखरे पहुँचाई आप्राण चेष्टा करुचु आउ ये अभ्याहत जारी रहिबो आपण मानकर आशीर्वाद एकांत काम्य रहुची। जय जय श्री जगन्नाथ, जय जय श्री जगन्नाथ, जय जय श्री जगन्नाथ।